ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ବିଗତ ବର୍ଷର ଚତୁର୍ଥ ଶ୍ରେଣୀ ଗଣିତ ମୌଖିକ ପ୍ରଶ୍ନ ନେଇ ଆସିଛି। ଆଜି ଏହାର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, 400 ଟଙ୍କା ବଦଳରେ କେତୋଟି 50 ଟଙ୍କିଆ ନୋଟ୍ ହେବ? 400 ଟଙ୍କା ବଦଳରେ କେତୋଟି 50 ଟଙ୍କିଆ ନୋଟ୍ ହେବ? ତା ଅର୍ଥ କେତୋଟି 50 ଟଙ୍କିଆ ନୋଟ୍ ହେଲେ 400 ଟଙ୍କା ହେବ? ଆମେ ଏଠି କ'ଣ କରିବା? 400ରେ 50 ଆମେ ହରିଦେବା। 400 ହରଣ 50 କେତେ ହେବ? 8ଟି। କେତେ ହେବ? 8ଟି। ତା ଅର୍ଥ 400 ଟଙ୍କା ବଦଳରେ 8ଟି 50 ଟଙ୍କିଆ ନୋଟ୍ ମିଳିବ। 2 ନମ୍ବର ପ୍ରଶ୍ନ, 3 କିମି 89 ମିଟର ଯେ କେତେ ମିଟର? ଆମେ ଜାଣିଛନ୍ତି ପିଲାମାନେ 1 କିଲୋମିଟର କେତେ ମିଟର? 1 କିଲୋମିଟର ହେଉଛି 1000 ମିଟର। ତେଣୁ 3 କିଲୋମିଟର ଯେ କେତେ ମିଟର ହେବ? 3000 ମିଟର। 3000 ମିଟର ଯୁକ୍ତ 89 ମିଟର ମିଶିଗଲେ କେତେ ହେବ? 3089 ମିଟର। 3 ନମ୍ବର ପ୍ରଶ୍ନ, ଆୟତଘନର ଧାର ଓ ଶୀର୍ଷ ସଂଖ୍ୟା ମିଶି କେତେ? ଆୟତଘନର କେତୋଟି ଧାର? ଆୟତଘନର 12ଟି ଧାର। କେତୋଟି ଶୀର୍ଷ? 8ଟି ଶୀର୍ଷ। ତେଣୁ ଆୟତଘନର ଧାର ଏବଂ ଶୀର୍ଷ ସଂଖ୍ୟା ମିଶି କେତେ ହେବ? 12 ଯୁକ୍ତ 8 ସମାନ କେତେ? 20ଟି। 4 ନମ୍ବର ପ୍ରଶ୍ନ, 8 କିଗ୍ରା ଆଳୁର ଦାମ 36 ଟଙ୍କା ହେଲେ 4 କିଗ୍ରା ଆଳୁର ଦାମ କେତେ? 8 କିଗ୍ରା ଆଳୁର ଦାମ ଯଦି 36 ଟଙ୍କା ହୁଏ, 4 କିଗ୍ରା ଆଳୁର ଦାମ କ'ଣ କରିବା? 36ରେ ଆମେ 2 ହରିଦେବା। କେତେ ହେବ? 18 ଟଙ୍କା। ତା ଅର୍ଥ 8 କିଗ୍ରା ଆଳୁର ଦାମ ଯଦି 36 ଟଙ୍କା ହୁଏ, 4 କିଗ୍ରା ଆଳୁର ଦାମ 36 ହରଣ 2 ସମାନ 18 ଟଙ୍କା। ମାନେ ଏମିତି ବି କରିପାରିବା। 8 କିଗ୍ରା ଆଳୁର ଦାମ କେତେ? 36 ଟଙ୍କା। 1 କିଗ୍ରା ଆଳୁର ଦାମ କ'ଣ କରିବା? 36 ହରଣ 8 କେତେ ହେଲା? 4 ଟଙ୍କା 50 ପଇସା। ଯଦି 1 କିଗ୍ରା ଆଳୁର ଦାମ 4 ଟଙ୍କା 50 ପଇସା ହୁଏ, 4 କିଗ୍ରା ଆଳୁର ଦାମ 4 ଟଙ୍କା 50 ପଇସା ଗୁଣନ 4 ସମାନ କେତେ ହେବ? 18 ଟଙ୍କା। 5 ନମ୍ବର ପ୍ରଶ୍ନ, 2024 ମସିହା ଫେବୃଆରୀ ମାସ 26 ତାରିଖରୁ ମାର୍ଚ୍ଚ ମାସ 3 ତାରିଖ ପର୍ଯ୍ୟନ୍ତ ଦିନ ସଂଖ୍ୟା କେତେ? ଜାଣିଛନ୍ତି ପିଲାମାନେ 2024 ମସିହା ହେଉଛି ଅଧିବର୍ଷ। ସେଥିପାଇଁ ଫେବୃଆରୀ ମାସ କେତେ ଦିନ ହେବ? 29 ଦିନ ହେବ। ତା ଅର୍ଥ 26 ତାରିଖରୁ ମାର୍ଚ୍ଚ ମାସ 3 ତାରିଖ ପର୍ଯ୍ୟନ୍ତ କେତେ ଦିନ ହେବ? ତେଣୁ 26 ତାରିଖ, 27, 28 ତାରିଖ, 29 ତାରିଖ, ତାପରେ ମାର୍ଚ୍ଚ ମାସ 1 ତାରିଖ, ମାର୍ଚ୍ଚ ମାସ 2 ତାରିଖ, ମାର୍ଚ୍ଚ ମାସ 3 ତାରିଖ ପର୍ଯ୍ୟନ୍ତ କେତେ ଦିନ ହେଲା? 1, 2, 3, 4, 5, 6, 7 ଦିନ। ତେଣୁ ମୋଟ କେତେ ଦିନ ହେବ? 7 ଦିନ। 6 ନମ୍ବର ପ୍ରଶ୍ନ, 2.5 ଟଙ୍କା ଯେ କେତେ ପଇସା? 2.5 ଟଙ୍କା ହେଉଛି ପିଲାମାନେ 250 ପଇସା। 7 ନମ୍ବର ପ୍ରଶ୍ନ, 23ର କେତୋଟି ଗୁଣନୀୟକ ଅଛି? 23ର ପିଲାମାନେ କେତେ ଗୁଣନୀୟକ ଅଛି? 23ର 2ଟି ଗୁଣନୀୟକ ଅଛି। କିଏ? 1 ଓ 23। 23ର 2ଟି ଗୁଣନୀୟକ ଅଛି। ତେଣୁ 23 ହେଉଛି ଏକ ମୌଳିକ ସଂଖ୍ୟା। 8 ନମ୍ବର ପ୍ରଶ୍ନ, ଅଧିବର୍ଷର ଦିନ ସଂଖ୍ୟା କେତେ? ଅଧିବର୍ଷ ଦିନ ସଂଖ୍ୟା ହେଉଛି 366 ଦିନ, କାରଣ ଅଧିବର୍ଷ ଫେବୃଆରୀ ମାସ 29 ଦିନ ହୋଇଥାଏ। 9 ନମ୍ବର ପ୍ରଶ୍ନ, 2 ଘଣ୍ଟା 15 ମିନିଟ୍ ଯେ କେତେ ମିନିଟ୍? ଜାଣିଛନ୍ତି ପିଲାମାନେ 1 ଘଣ୍ଟା କେତେ ମିନିଟ୍? 1 ଘଣ୍ଟା 60 ମିନିଟ୍। 2 ଘଣ୍ଟା 60 ଗୁଣନ 2 ସମାନ କେତେ ହେଲା? 120 ମିନିଟ୍। 120 ମିନିଟ୍। ଆମ ପ୍ରଶ୍ନ ଦେଇଛି 2 ଘଣ୍ଟା 15 ମିନିଟ୍। ତା ଅର୍ଥ 2 ଘଣ୍ଟା ପାଇଁ ଆମେ ଲେଖିଲେ 120 ମିନିଟ୍ ଯୁକ୍ତ 15 ମିନିଟ୍ ମିଶିଲେ କେତେ ହେଲା? 135 ମିନିଟ୍। 2 ଘଣ୍ଟା 15 ମିନିଟ୍ ହେଲା 135 ମିନିଟ୍। 10 ପ୍ରଶ୍ନ, ଲୁଗା ଦୋକାନରେ କପଡ଼ା ମାପିବା ପାଇଁ ବ୍ୟବହୃତ ହେଉଥିବା ବଡ଼ ସ୍କେଲଟିକୁ କ'ଣ କୁହାଯାଏ? ମିଟର ସ୍କେଲ। କ'ଣ କୁହାଯାଏ? ମିଟର ସ୍କେଲ। 11 ପ୍ରଶ୍ନ, 1/7ର 2ଟି ସମଭଗ୍ନାଂଶ କୁହ। ଦେଖ ପିଲାମାନେ 1/7ର 2ଟି ସମଭଗ୍ନାଂଶ ହେଲା କେତେ ହେବ? 2/14 ଏବଂ 3/21। 12 ପ୍ରଶ୍ନ, ପୂର୍ବାହ୍ନ 3ଟା ବାଜିବାକୁ 15 ମିନିଟ୍ ବାକି ସମୟକୁ AM ପ୍ରକାଶ କଲେ କେତେ ହେବ? 3ଟା ବାଜିବାକୁ 15 ମିନିଟ୍ ବାକି ଅଛି, ତା ଅର୍ଥ 2ଟା 45। ତାହାକୁ AM ପ୍ରକାଶ କଲେ କେତେ ଲେଖିବା? 2ଟା 45 AM।